ସମସ୍ତଙ୍କ ପାଇଁ ସମାନ କରାଯାଉ। ଆଜ୍ଞା ଦୁଇଟା ପାର୍ଟିରୁ ପଇସା ନେଇକି ଆଜ୍ଞା ଯଦି ପିୟୁଷ ବେନ୍ ହେଇପାରୁଛନ୍ତି ହଁ ଅନ୍ୟମାନେ ବେନ୍ କାହିଁକି ହେବେନି? ସିଂହ ବାହିନୀ ପାଇଁ ଗୋଟେ ନିୟମ ହବ, ଅଲଗା ପାର୍ଟି ପାଇଁ ଗୋଟେ ନିୟମ ହବ, ପିୟୁଷ ପାଇଁ ଗୋଟେ ନିୟମ ହବ, ଅଲଗା କଳାକାର ମାନଙ୍କ ପାଇଁ ଆଉ ଗୋଟେ ନିୟମ ହବ। ଏ ବ୍ୟବସ୍ଥା ନ ରହୁ। ମୋର କହିବାର ଥିଲା ଆଜ୍ଞା, ସବୁ ମାଲିକ ସମାନ ନୁହନ୍ତି। ଆଜ୍ଞା କିଛି ମାଲିକ ଚାହୁଁଛନ୍ତି ସେମାନେ ସବୁବେଳେ ସେଇ ବଢ ହେଇକି ରହିବେ, ଆଉ କି ସମକକ୍ଷ ଯାତ୍ରା ଅନୁଷ୍ଠାନ ତିଆରି ହବନି, ଆଜ୍ଞା ଏଭଳିଆ ତାଙ୍କର ଚିନ୍ତାଧାରା ଅଛି। ତେଣୁ ଯିଏ ମୁଣ୍ଡ ଟେକୁଛି ତା ମୁଣ୍ଡକୁ ଦବେଇ ଦେବା ପାଇଁ ଚେଷ୍ଟା କରୁଛନ୍ତି। ଯଦି ଗୋଟେ ପାର୍ଟି ସିଂହ ବାହିନୀର 8 ଜଣ ଷ୍ଟାଫ୍ ଗୋଟେ ଯାତ୍ରା ଅନୁଷ୍ଠାନର ମାଲିକ ନେଇଯାଉଛନ୍ତି ଏବଂ ହଁ ମୁଁ ଯଦି ପିୟୁଷକୁ ଆଣୁଛି ତା ମୋ ପିୟୁଷକୁ ବେନ୍ କରିଦିଆଯାଉଛି, ଏ ଆଜ୍ଞା କଥାରେ ମୁଁ ସହମତ ନୁହେଁ। ବେନ୍ କାହାକୁ ହେବା ଉଚିତ ନୁହେଁ। ସମସ୍ତେ ଯାତ୍ରା କରିବା ଦରକାର ଏବଂ ସିଂହ ବାହିନୀ ମଧ୍ୟ ନ୍ୟାୟ ପାଇବା ଦରକାର। ମୋର ବହୁତ ପଇସା ଆର୍ଟିଷ୍ଟ ମାନେ ସପୋର୍ଟିଷ୍ଟ ମାନେ ନେଇକି ଫେରେଇ ନାହାନ୍ତି। ଏସବୁରେ ଲେଖିକି ମୁଁ ଦେଇଥିଲି ଆମ ମାଲିକ ସଂଘକୁ ଆଜ୍ଞା ଏବଂ ତାଙ୍କୁ ମୁଁ କହିଥିଲି ମୁଁ ତ ରବିବାର ସୁଦ୍ଧା ଏହାର ସୁବିଚାର କରି ନ୍ୟାୟ ପ୍ରଦାନ କରାଯାଉ। ଆଜ୍ଞା ସେମାନେ କିଛି ନ୍ୟାୟ ପ୍ରଦାନ ମତେ କଲେ ନାହିଁ। ତ ମୋର ହୃଦବୋଧ ହେଲା ସିଂହ ବାହିନୀ ଗୋଟେ ନୂଆ ପାର୍ଟି, ଆଜ୍ଞା ମୁଁ ଗୋଟେ ଅତି ସାଧାରଣ ମଣିଷ। ତେଣୁ ମତେ ସେମାନେ ଗୋଟେ ନେଗ୍ଲେକ୍ଟ କରି ମୋ ପାର୍ଟିଟାକୁ ବନ୍ଦ କରିଦେବା ପାଇଁ ଗୋଟେ ଚକ୍ରାନ୍ତ କରୁଛନ୍ତି ବୋଲି ମତେ ହୃଦବୋଧ ହେଲା।